फकीरमोहन कॉलेज छात्री सौम्याश्री विश्री मृत्यु को नहीं आज सकाळे विजु जनता दल पक्षर बालेश्वर बंद डाकरा दि जाता तो 6टा 2टा पर्यटन बंद था। आज संध्या बेले पुणी से सौम्याश्री विश्री को श्रद्धांजलि ज्ञापन करने बीजेडी तरफ एक कैंडल शोभा पूर्वतन बीजेडी विधायक स्वरूप दास नेतृत्व में ଜାଣିଥିବେ ଯେ ବାଲେଶ୍ୱର କଲେଜରେ ଯେଉଁ ଛାତ୍ରୀ ନ୍ୟାୟରୁ ବଞ୍ଚିତ ହେବା ଫଳରେ ଯେଉଁ ଚରମ ନିଷ୍ପତ୍ତି ନେଇଛି ସେ କେବଳ ଆମମାନଙ୍କୁ ନୁହେଁ ସାରା ଭାରତବର୍ଷକୁ ଦୋହଲେଇ ଦେଇଛି। ଫକୀରମୋହନ କଲେଜ ଯେଉଁ କଲେଜ ଉପରେ ଏତେ ଛାତ୍ରଛାତ୍ରୀ ବିଶ୍ୱାସ ରଖି ପାଠ ପଢ଼ିବା ପାଇଁ ଆସନ୍ତି ଏବଂ ପାଖାପାଖି 81 ବର୍ଷ ପୁରୁଣା କଲେଜ, ଏ କଲେଜ ଇତିହାସରେ ଏଭଳି ଘଟଣା କେବେ ଘଟିନଥିଲା ଏବଂ ଆମର ମନର ଯେଉଁ କଥା ତାକୁ ଆମେ ଶବ୍ଦ ପାଉନୁ ବୟାନ କରିବା ପାଇଁ। ଏ ଘଟଣା ଯେତେ ବି ନିନ୍ଦା କଲେ ଶବ୍ଦ ଅଭାବ ପଡ଼ିବ। ଜଣେ ନିରୀହ ଛାତ୍ରୀ ଯେ ତା'ର ସୁନେଲି ଭବିଷ୍ୟତ ପାଇଁ ଦିନ ରାତି ପାଠ ପଢ଼ୁଥିଲା, ତା'ର ଗୁହାରିକୁ କେହି ସିରିୟସଲି ନେଲେ ନାହିଁ। ଏବେ ସେ ଝିଅର ବାପା ତ କହୁଛନ୍ତି ଯେ ରାଜ୍ୟ ସରକାର ଆମ ପାଇଁ ବହୁତ କିଛି କରିଛନ୍ତି, ଆକୁ ନେଇକି ରାଜନୀତି କରନ୍ତୁ ନାହିଁ। ତାକୁ କ'ଣ କହିବାକୁ ଚାହୁଁଛନ୍ତି ଆପଣ? ଦେଖନ୍ତୁ, ରାଜ୍ୟ ସରକାରଙ୍କର କର୍ତ୍ତବ୍ୟ ହେଉଛି ଏ ଘଟଣାକୁ ଏଡ଼େଇବା। ଘଟଣା ଘଟିବା ପରେ ଆପଣ ଯେତେ ବି ସମବେଦନା ଦେଲେ ତାହା କମ୍ ହେବ। ରାଜ୍ୟ ସରକାରଙ୍କ ପାଖରେ ଯଥେଷ୍ଟ ସମୟ ଥିଲା, ଯଥେଷ୍ଟ ବ୍ୟବସ୍ଥା ଥିଲା ଏ ଘଟଣାକୁ ଏଡ଼େଇବା ପାଇଁ। ସେ ଘଟଣାକୁ ଏଡ଼େଇ ନ ଏଡ଼େଇ ଏ ଘଟଣା କରିଛନ୍ତି। ଯେଉଁ କଥା ତାଙ୍କ ବାପା କହୁଛନ୍ତି ଯେ ରାଜନୀତି ନ କରାଯାଉ, ସେ ଆଜି ରାଜନୀତିରେ ଯେଉଁମାନେ ଅଛନ୍ତି ତାଙ୍କ ପାଖରୁ ସାହାଯ୍ୟ ପାଇନାହାନ୍ତି ବୋଲି ସେ କଥା କହୁଛନ୍ତି। ରାଜନୀତିକ ବ୍ୟବସ୍ଥା ଉପରେ ତାଙ୍କର ବିଶ୍ୱାସ ଉଠିଯାଇଛି ବୋଲି ସେ କଥା କହୁଛନ୍ତି। ସେ ସଦରର ବିଧାୟକ ଏବଂ ଆମର ସାଂସଦକୁ ଜଣାଇଥିଲେ ବୋଲି ତାଙ୍କର ଯାହା ବୟାନ ଅଛି, ପୀଡ଼ିତାଙ୍କର ବୟାନ ଅଛି। ସାଂସଦ ଏବଂ ବିଧାୟକ ଉପରେ ଆପଣ କ'ଣ କହିବାକୁ ଚାହିଁବେ? ଦେଖନ୍ତୁ, ମୁଁ ଆପଣଙ୍କୁ ବାରବାର କହୁଛି, ଗତ 12 ତାରିଖରେ ଘଟଣା ଘଟିବା ଠାରୁ ସମସ୍ତେ ଜାଣିଛନ୍ତି ଯେ ସେ ପୀଡ଼ିତା ଛାତ୍ରୀଟି ସାଂସଦକୁ ଭେଟିଥିଲା, ତା'ର ସମସ୍ତ ତଥ୍ୟ ସେ ତାଙ୍କୁ କହିଥିଲା ଏବଂ ବାଲେଶ୍ୱର ବିଧାୟକ ମାନସ ଦତ୍ତଙ୍କୁ ମଧ୍ୟ ଟ୍ୱିଟ୍ ଆକାରରେ ଜଣାଇଥିଲା। ଏ ସବୁ କଥା ଜାଣି ଶୁଣିକି ବି ସେମାନେ ଚୁପଚାପ ରହିଲେ। ଯେତେବେଳେ ସମାଧାନ ଆପଣ ଦେଲେନି ମାନେ ଚୁପଚାପ ରହିବା ସହିତ ସମାନ। ସାଂସଦ କହୁଛନ୍ତି ଯେ ମୁଁ ପୁଲିସକୁ ଫୋନ୍ କରିଥିଲି, ମୁଁ କଲେଜକୁ ଫୋନ୍ କରିଥିଲି। ଆପଣଙ୍କ ଦାୟିତ୍ୱ ସେଇଠି ସରିଯାଉ ନାହିଁ। 7 ଦିନ ଗୋଟେ ଡିସିପ୍ଲିନାରୀ କମିଟିର ସମୟ ହେଉଛି 7 ଦିନ ଭିତରେ ସେ ତା ରିପୋର୍ଟ ଦେବ। 11 ଦିନ ଚାଲିଗଲା। 12 ତାରିଖରେ ସେ ନିରୀହ ଝିଅଟିଏ ଏଭଳିଆ ଚରମ ନିଷ୍ପତ୍ତି ନେଲା। 1 ତାରିଖରୁ 12 ତାରିଖ ଆଜ୍ଞା କେଉଁଠି ଥିଲେ ଆପଣମାନେ? ଆମେ ଯାହା ଦେଖୁଛୁ କିଛି ଦିନ ପୂର୍ବରୁ ଅଳ୍ପ ଦିନ ବ୍ୟବଧାନ ଭିତରେ ସେଇ ବିଜେପିର ଜଣେ ବିଧାୟକ ଯିଏକି ଅଛନ୍ତି ବର୍ତ୍ତମାନ ନୀଳଗିରିରେ, ସେ ଆପଣଙ୍କର ସାଂସଦ ଯିଏ ଥିଲେ, ପ୍ରାର୍ଥୀ ଥିଲେ, ତାଙ୍କ ବିରୁଦ୍ଧରେ ମଧ୍ୟ କଟୁ ଆଶାଳୀନ ମନ୍ତବ୍ୟ ଦେଇଥିଲେ। ପୁଣି ଜଣେ ଛାତ୍ରୀର ଆତ୍ମହତ୍ୟା। ଆପଣ ନାରୀ ସମ୍ମାନକୁ କିଭଳି ଭାବରେ ଦେଖୁଛନ୍ତି ବିଜେପି ଗଭର୍ଣ୍ଣମେଣ୍ଟରେ? ଦେଖନ୍ତୁ, ବିଜେପି ଗଭର୍ଣ୍ଣମେଣ୍ଟ ସମୟରେ ନାରୀମାନେ ଅସୁରକ୍ଷିତ। କ୍ରମାଗତ ଭାବରେ ବାଲେଶ୍ୱର 2ଟି ଘଟଣା ବାଲେଶ୍ୱରକୁ ନିନ୍ଦା ଆଣିବାରେ କିଛି ପଛେଇ ନାହିଁ। ସର୍ବଭାରତ ସ୍ତରରେ ବାଲେଶ୍ୱରର ସମ୍ମାନ ମାଟିରେ ମିଶାଇ ଦେଇଛି। ଜଣେ ସାଂସଦ ପ୍ରାର୍ଥୀ ଲଢ଼ୁଥିଲେ, ତାଙ୍କୁ ଯେଉଁ ପ୍ରକାର ଭାଷା ନୀଳଗିରି ବିଧାୟକ ସନ୍ତୋଷ ପଟୁଆ କହିଛନ୍ତି ତାକୁ ଆମେ ମୁହଁରେ ବି ଧରିପାରିବୁ ନାହିଁ। ଏବଂ ସେ ଘଟଣା ନ ଥମୁଣୁ ଏଠି ଜଣେ ନିରୀହ ଛାତ୍ରୀର ଜୀବନ ଯାଉଛି। ଭାରତୀୟ ଜନତା ପାର୍ଟିର ଯେଉଁ ସ୍ଲୋଗାନ ଅଛି ଯେ ବେଟି ପଢ଼ାଅ ବେଟି ବଚାଅ, ଏ ବେଟି ତ ପଢ଼ିଥିଲା, ସେ ଲେଖାଶ୍ରୀ ମ୍ୟାଡ଼ାମ୍ ତ ପାଠ ପଢ଼ିଛନ୍ତି, ତାକୁ କେଉଁଠି ବଞ୍ଚିବାର ସୁଯୋଗ ଏମାନେ ଦେଉଛନ୍ତି? ତ ଏମାନେ ଭାରତୀୟ ଜନତା ପାର୍ଟି କିଛି କୁହେ କିନ୍ତୁ କିଛି କରେ। ଭୋଟ୍ ପାଇବା ପାଇଁ ସେମାନେ ବିଭିନ୍ନ ପ୍ରକାର ଚଞ୍ଚକତା କରନ୍ତି, କିନ୍ତୁ ଭୋଟ୍ ପାଇସାରିଲା ପରେ ସେମାନେ ତାଙ୍କ ନିଜସ୍ୱ ଏଜେଣ୍ଡାରେ ଚାଲନ୍ତି ଏବଂ କ୍ଷମତାକୁ କିପରି ଭାବରେ ଏନ୍ଜୟ କରିବେ ସେମାନେ ସେଇଟା ଶିଖୁଛନ୍ତି। ଲୋକଙ୍କୁ ନା ସେ କ୍ଷମତା କେବେ ଦେଇଛନ୍ତି ନା ଲୋକଙ୍କ କଥା କେବେ ସେ ବୁଝନ୍ତି। ଆପଣ କ'ଣ ସନ୍ଦେଶ ଦେବାକୁ ଚାହୁଁଛନ୍ତି? ବର୍ତ୍ତମାନ ଯେଉଁ ପିଢ଼ିର ପିଲାମାନେ କଲେଜ ଯାଉଛନ୍ତି, କଲେଜ ଯିବାକୁ ବର୍ତ୍ତମାନ ଡର ଲାଗୁଛି। କଲେଜର ଯେଉଁମାନେ HOD ଅଛନ୍ତି, ପ୍ରିନ୍ସିପାଲ୍ ଅଛନ୍ତି, ସେମାନଙ୍କୁ ଡରିଲେଣି। ସେମାନଙ୍କୁ ଆପଣ କ'ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି? ଦେଖନ୍ତୁ, ବାର୍ତ୍ତା ପୁରା ସ୍ପଷ୍ଟ। ଯେଉଁ ଅନୁଷ୍ଠାନରେ ଏଭଳି ଘଟଣା ଘଟିବ ସେ ଅନୁଷ୍ଠାନର ଏ ଘଟଣାକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। ଯେଉଁ ଭୟର ବାତାବରଣ ଆଜି ସମସ୍ତଙ୍କର କଲେଜ ଭିତରେ ସୃଷ୍ଟି ହୋଇଛି, କେହି କାହାକୁ ବିଶ୍ୱାସ କରିପାରୁନାହାନ୍ତି। ସେ ବିଶ୍ୱାସକୁ ଆଉ ଥରେ ତାକୁ ରିବିଲ୍ଡ କରିବା ପାଇଁ ପଡ଼ିବ। ଛାତ୍ରଛାତ୍ରୀ टीचर्स संपूर्ण विश्वास रखी पाठ पढ़ाई आसती कहीं जानी जन भले टीचर तार भल भविष्य गढ़ी पार
କିନ୍ତୁ ସବୁ ଯଦି କୌଣସି ଜାଗାରେ ଏମିତି ବ୍ୟତିକ୍ରମ ଦେଖାଯାଉଛି ତ ପ୍ରିନ୍ସିପାଲ୍ ଅଛନ୍ତି HOD ମାନେ ଅଛନ୍ତି ସେମାନେ ୟାକୁ ତଦାରଖ କରିବାର ଆବଶ୍ୟକ ଅଛି ଏବଂ ଯେଉଁ ଭୟଭୀତ ପରିସ୍ଥିତି ଏବେ ସୃଷ୍ଟି ହେଇଛି ମୁଁ ଛାତ୍ରଛାତ୍ରୀଙ୍କୁ ନିବେଦନ କରିବି ଯେ ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ଆପଣମାନେ ଆପଣଙ୍କର ବାପା ମାଆ ସହିତ କଥାବାର୍ତ୍ତା କରନ୍ତୁ ଆପଣଙ୍କର ଫ୍ରେଣ୍ଡମାନଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏ ଅମୂଲ୍ୟ ଜୀବନ ପ୍ରଭୁଙ୍କର ଜୀବନ ଏ ଜୀବନକୁ ଆପଣ ନଷ୍ଟ କରିଦେଲା ପରେ କିଛି ପାଇବେ ନାହିଁ ସଂଘର୍ଷ କରିବାକୁ ଏ ଛାତ୍ରୀ ଆମକୁ ଶିଖେଇଲା ଗୋଟେ ନୂଆ ରାସ୍ତା ଦେଖାଇଲା ଯେ ଆମେ ସଂଘର୍ଷ କରିବା କିନ୍ତୁ ସଂଘର୍ଷ ଯେ ତା ସହିତ ଆଉ ପାଦେ କେହି ଚାଲିଥାନ୍ତେ ହୁଏତ ଏ ଘଟଣା ଘଟିନଥାନ୍ତେ ଏବଂ এই ଶ୍ରଦ୍ଧାଞ୍ଜଳି ସଭାରେ କ୍ୟାଣ୍ଡେଲ ଶୋଭାଯାତ୍ରାରେ ସ୍ୱରୂପ ଦାସଙ୍କର ସମର୍ଥିତ ବିଜେଡି କର୍ମୀମାନେ ଯୋଗଦାନ କରିଛନ୍ତି ଏବଂ ସୌମ୍ୟାଶ୍ରୀ ବିଶୀଙ୍କୁ ଉଚିତ ନ୍ୟାୟ ଦେବା ପାଇଁ ସରକାର ପାଖରେ ଦାବି ରଖିଛନ୍ତି ଏବଂ ସ୍ୱରୂପ ଦାସ ମଧ୍ୟ ଆଗଭର ହେଇଛନ୍ତି। ଏଠି କିଛି ଗୋଟେ ବଡ଼ କଥା ଉଠୁଛି ଯେ ବାଲେଶ୍ୱରରେ ବର୍ତ୍ତମାନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶୀଙ୍କର ମୃତ୍ୟୁକୁ ନେଇ ବିଜେଡ଼ିର ଯେଉଁମାନେ ଅଛନ୍ତି ଛାମୁଆ ନେତୃତ୍ୱ ଏଠି ଯେଉଁମାନେ ନେଉଛନ୍ତି ସେମାନଙ୍କ ଭିତରେ ଗୋଟେ ବଡ଼ କଷାକଷି ଚାଲିଛି ଏବଂ ଭାରି ଗୋଟେ ରୋଚକର ବାର୍ତ୍ତା ବର୍ତ୍ତମାନ ବାଲେଶ୍ୱରବାସୀଙ୍କୁ ମିଳୁଛି। ସେ ରୋଚକ ବିଷୟଟି ହେଉଛି ଆଜି ସକାଳେ ଯେତେବେଳେ ବନ୍ଦ ହେଉଛି ସେତେବେଳେ ପୂର୍ବତନ ସାଂସଦ ବିଜେଡ଼ିର ରବୀନ୍ଦ୍ର ଜେନାଙ୍କର ନେତୃତ୍ୱରେ ତାଙ୍କର ସମର୍ଥିତ କର୍ମୀମାନେ ଯେମିତିକି ବାଲେଶ୍ୱର ମ୍ୟୁନିସିପାଲିଟିର ଚେୟାରମ୍ୟାନ୍ ସବିତା ଦାସ ତାଙ୍କର ସମର୍ଥିତ ଏବଂ ଜିଲ୍ଲା ପରିଷଦ ସଭାପତି ନାରାୟଣ ବାବୁଙ୍କ ସମର୍ଥନରେ ସେ 6ଟାରୁ 2ଟା ଆଜି ବନ୍ଦ କରିଛନ୍ତି। ସେତେବେଳେ ଦେଖିବାକୁ ମିଳିନଥିଲା ବାଲେଶ୍ୱର ସଦରର ପୂର୍ବତନ ବିଧାୟକ ସ୍ୱରୂପ ଦାସକୁ କିମ୍ବା ତାଙ୍କର ସମର୍ଥକଙ୍କୁ। ଆଜି ସନ୍ଧ୍ୟାବେଳେ ଯାହା ଆମେ ଦେଖୁଛୁ ଠିକ୍ ଅନୁରୂପ କଥା ସକାଳେ ଯେଉଁମାନେ ଥିଲେ ସନ୍ଧ୍ୟା ସମୟରେ ସେମାନେ ନାହାନ୍ତି। ତେଣୁ ସୌମ୍ୟାଶ୍ରୀଙ୍କର ମୃତ୍ୟୁକୁ ନେଇ ବିଜେଡି ଭିତରେ ଗୋଟେ ବଳ କଷାକଷି ଏଠି ଚାଲିଛି। ଦେଖିବା କାହାର ବଳ ବେଶୀ ହେଉଛି ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ। ଧନ୍ୟବାଦ।